ବହୁଦିନ ତଳର କଥା। ସୁନ୍ଦର ବନରେ ରହେ ଗୋଟିଏ ଠେକୁଆଟିଏ। ସେ ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଏବଂ ସେ ବହୁତ ପରିଶ୍ରମୀ ମଧ୍ୟ। ସିଏ ମହାପ୍ରଭୁ ଗଣେଶଙ୍କର ଅନ୍ୟାନ୍ୟ ଭକ୍ତ। ଦିନେ ସିଏ ବସି ଚିନ୍ତା କରୁଛି। ଆରେ ଅନଉ ଅନଉ ଆସି ଗଣେଶ ପୂଜା ପହଞ୍ଚି ଗଲାଣି। ଆମ ଜଙ୍ଗଲରେ ତ କେବେ ଗଣେଶ ପୂଜା ଅନୁଷ୍ଠିତ ହୋଇନାହିଁ। ଯାଉଛି ଏଇ ବର୍ଷଠାରୁ ମୁଁ ମୋର ଘରେ ଗଣେଶ ପୂଜା କରିବି ଓ ସମସ୍ତ ପଶୁପକ୍ଷୀମାନଙ୍କୁ ନିମନ୍ତ୍ରଣ ମଧ୍ୟ କରିବି। ଏହା ଭାବି ଭାବି ସିଏ ମଧ୍ୟ ଗଣେଶ ପୂଜା କରିବ ବୋଲି ଜଙ୍ଗଲ ଭିତରକୁ ସବୁ ପଶୁପକ୍ଷୀମାନଙ୍କୁ କହିବାକୁ ଚାଲିଲା। ଏମିତି ଚାଲି ଚାଲି ଯାଇ ସିଂହରାଜାଙ୍କ ଗୁମ୍ଫା ଆଗରେ ଯାଇ ପହଞ୍ଚିଗଲା। ସିଂହ ମହାରାଜ, ଏଠିକି ଟିକେ ଆସନ୍ତୁ। ମୁଁ ଆପଣଙ୍କ ସହିତ କିଛି ଜରୁରୀ କଥା ହେବାକୁ ଆସିଛି ସିଂହ ମହାରାଜ। ଆରେ ଠେକୁଆ, ତୁ କ'ଣ ଏତେ ସକାଳୁ ମୋ ପାଖକୁ ଚାଲି ଆସିଛୁ? ତୋର ଏମିତି କ'ଣ କାମ ଅଛି ଯେ ଏତେ ସକାଳୁ ମୋ ପାଖକୁ ଚାଲି ଆସିଛୁ? ନାଇଁ ମୋ ମହାରାଜ, ମୁଁ ଭାବୁଛି ଏଇ ବର୍ଷଠାରୁ ମୋ ଘରେ ଗଣେଶ ପୂଜା କରିବି। ସେଥିପାଇଁ ଆସିଥିଲି ଆପଣଙ୍କୁ ନିମନ୍ତ୍ରଣ କରିବା ପାଇଁ। ଆପଣ ନିଶ୍ଚୟ ଯିବେ। ଆରେ ବା ଠେକୁଆ ଭାଇ, ତୁମେ ବଢ଼ିଆ କାମ କରୁଛ। ଯାହା ହଉ, ଆମ ଜଙ୍ଗଲରେ ଜମା ଗଣେଶ ପୂଜା ହେଉନଥିଲା। ତୁମେ କିଛି ବ୍ୟସ୍ତ ହୁଅନି, ମୁଁ କାଲି ସକାଳେ ଯାଇ ତୁମ ଘରେ ପହଞ୍ଚିଯିବି। ଏମିତି ଠେକୁଆ ଆଜି ସିଂହ ମହାରାଜାଙ୍କ ସାଙ୍ଗରେ କଥାବାର୍ତ୍ତା ହୋଇ ଗଣେଶ ପୂଜାର ଅନୁମତି ନେଇ ସେଠାରୁ ଚାଲି ଆସିଲା। ଠେକୁଆ ମନ ମଧ୍ୟ ଭାରି ଖୁସି। ସେ ତାର ଘରେ ଗଣେଶ ପୂଜା କରିବ। ଏଥିପାଇଁ ସେ ବହୁତ ଖୁସିରେ ଅନ୍ୟ ପଶୁପକ୍ଷୀମାନଙ୍କ ପାଖକୁ ଚାଲିଲା, କେମିତି ସମସ୍ତଙ୍କୁ ସିଏ ନିମନ୍ତ୍ରଣ କରିଦେବ। ଏହାପରେ ଠେକୁଆ ଯାଇ ଜଙ୍ଗଲର ସବୁ ପଶୁପକ୍ଷୀମାନଙ୍କୁ କହୁଛି। ଶୁଣ ଭାଇମାନେ, ମୁଁ ଆପଣଙ୍କୁ ଏଠି ଡାକିଛି ଯେ କାରଣ ମୁଁ କିଛି ଜରୁରୀ କଥା କହିବାକୁ ମୁଁ ଆପଣଙ୍କୁ ଡାକିଛି। କି କଥା କି ଠେକୁଆ ଭାଇ? ଏତେ ସକାଳୁ ସବୁ ପଶୁପକ୍ଷୀମାନଙ୍କୁ ଏକାଠି କରି କ'ଣ କହିବ? କିଛି ଅଘଟଣ ଘଟିଛି କି? ନାଇଁ ମୋ ବାଘ ଭାଇ, କିଛି ଅଘଟଣ ଘଟିନି। କାରଣ ମୁଁ ଏଠି ସମସ୍ତଙ୍କୁ ଡାକିଛି ଯେ କାଲି ଗଣେଶ ପୂଜା। ମୁଁ ମୋର ଘରେ ଗଣେଶଙ୍କୁ ସ୍ଥାପନା କରିବି। ସେଥିପାଇଁ ସମସ୍ତଙ୍କୁ ମୁଁ ଡାକିଛି। ଆରେ ବା, ଏ ତ ବଢ଼ିଆ କଥା। ତମେ କିଛି ବ୍ୟସ୍ତ ହୁଅନି, ଆମେ ସମସ୍ତେ ଯାଇ କାଲି ସକାଳୁ ଗଣେଶ ପୂଜାରେ ସାହାଯ୍ୟ କରିବୁ। ତମେ ଜମା ଚିନ୍ତା କରିନି ଠେକୁଆ ଭାଇ। ଆରେ ହଁ ହଁ ଠେକୁଆ ଭାଇ, ତମେ କିଛି ଚିନ୍ତା କରନି। ଆମେ କାଲି ସକାଳେ ଜଙ୍ଗଲର ସବୁ ପଶୁପକ୍ଷୀମାନେ ତମ ଘରକୁ ଯିବୁ, ତମକୁ ସାହାଯ୍ୟ କରିବୁ। ଏମିତି ଗଣେଶ ପୂଜା କଥା କହି ଠେକୁଆ ସେଠାରୁ ଚାଲି ଆସିଲା। କେତେକ ଅନ୍ୟ ପଶୁପକ୍ଷୀମାନେ ମଧ୍ୟ ସଭାକୁ ଯାଇନଥିଲେ। ଠେକୁଆ ଆଜି ସେମାନଙ୍କୁ କହିବା ପାଇଁ ତାଙ୍କ ଘରକୁ ଚାଲିଲା। ଭାଲୁ ଭାଇ, ତମେ କାଲି ସକାଳେ ମୋ ଘରକୁ ଯିବ। କାଲି ଗଣେଶ ପୂଜା ମୁଁ ମୋ ଘରେ କରୁଛି। ହଉ ଠେକୁଆ ଭାଇ, କାଲି ସକାଳେ ମୁଁ ତମ ଘରକୁ ଯିବି। ହେଲେ ମୁଁ କ'ଣ ଏକା ଯିବି? ସମସ୍ତେ ଯିବେଟି? ହଁ ହଁ, ମୁଁ ସମସ୍ତଙ୍କୁ କହିଦେଇ ଆସିଛି। ତମେ କାଲି ସକାଳେ ଯେମିତି ହେଲେ ଯାଇ ପହଞ୍ଚିବ। ତାପରେ ଠେକୁଆ ଭାଲୁକୁ ସବୁ କଥା କହି ଯାଇ ମୂଷା ଘରକୁ ଚାଲିଲା। ଏମିତି ରାସ୍ତାରେ ଯାଉଥାଏ, ଘରେ ଯାଇ ପହଞ୍ଚି ଯାଇଛି ଠେକୁଆ। ଶୁଣ ମୂଷା ଭାଇ, କାଲି ସକାଳେ ଗଣେଶ ପୂଜା। ତମେ ଯେମିତି ହେଲେ ଯାଇ ମୋ ଘରେ ପହଞ୍ଚିବ। ଆରେ ହଁ ଠେକୁଆ ଭାଇ, ମୋର ମନେ ଅଛି କାଲି ଗଣେଶ ପୂଜା। ମୁଁ ଯେମିତି ହେଲେ ସକାଳେ ଯାଇ ତମ ଘରେ ପହଞ୍ଚିବି। ଏଇଟା ପରା ସେଇ ବିଘ୍ନହର୍ତ୍ତା ଗଣେଶଙ୍କର ଜନ୍ମଦିନ। ଆମେ କେମିତି ଯାଇ ଗଣେଶ ପୂଜାରେ ସାହାଯ୍ୟ ନ କରିବୁ? ସିଏ ପରା ଆମକୁ ନିଜ ବାହନ ରୂପରେ ଗ୍ରହଣ କରିଛନ୍ତି। ସେଥିପାଇଁ ତମେ ଚିନ୍ତା କରନି, ତମେ ଯାଅ ଅନ୍ୟ ପଶୁପକ୍ଷୀମାନଙ୍କୁ ସମସ୍ତଙ୍କୁ କହିଦେବ। ଏହାପରେ ଠେକୁଆ ମଧ୍ୟ ଆସି ଚିତାକୁ ସବୁ କଥା କହିଦେଲା। ଚିତା ଭାଇ, ତମେ ଯେମିତି ହେଲେ କାଲି ସକାଳେ ଯାଇ ଘରେ ପହଞ୍ଚିବ। ମୁଁ ଏକୁଟିଆ ଲୋକ, ଆଉ ତମକୁ ଡାକିବାକୁ ଆସିପାରିବିନି। ରାତି ପାହି ସକାଳ ହେଲା। ସକାଳ ମଧ୍ୟ ଚଳପ୍ରଞ୍ଚଳ ଲାଗିଲା। ସବୁ ପଶୁପକ୍ଷୀମାନେ ମାଙ୍କଡ଼, ସିଂହ, ଭାଲୁ, କାଉ
ସମସ୍ତେ ଯାଇ ସକାଳୁ ଗାଧୁଆ ପାଧୁଆ କରି ଠେକୁଆର ଘରେ ଯାଇ ପହଞ୍ଚିଗଲେ। ଏହି ସମୟରେ ଗଣେଶ ପୂଜା ପାଇଁ ଠେକୁଆ ମଧ୍ୟ ତାର ଘରେ ସବୁ ଜିନିଷ ଆୟୋଜନ କରିକି ରଖିଛି। ଲଡ଼ୁ, ଫୁଲ, ଦୀପ, ଶଙ୍ଖ, ଯଜ୍ଞକୁଣ୍ଡ ସବୁ ରଖିଛି। ଏହି ସମୟରେ ଠେକୁଆ କହୁଛି, ଆରେ ଭାଇମାନେ, ସମସ୍ତେ ଆସିଗଲଟି? ଏବେ ଚାଲ ପୂଜା ଆରମ୍ଭ କରିବା। ଠେକୁଆ ଭାଇ, ତୁ କିଛି ବୋଧେ ଭୁଲି ଯାଉଛୁ। ତୁ ଭାଇନାଙ୍କୁ ନିମନ୍ତ୍ରଣ କରିଥିଲୁଟି? ଭାଇନା ନ ଆସିଲେ ଆମେ କେମିତି ପୂଜା କରିବା? ତୋର ବୋଧେ ମନେ ନାହିଁ ଭାଇନାଙ୍କୁ ନିମନ୍ତ୍ରଣ କରିବାକୁ। ତୁ ଜଲ୍ଦି ଯାଇ ଭାଇନାଙ୍କୁ ଡାକି ଆଣେ। ଆରେ ସତ କଥା ତ ଭାଲୁ ଭାଇ, ମୁଁ ତ ଭାଇନାକୁ ଡାକିବାକୁ ଭୁଲି ଯାଇଛି। କାମ ବ୍ୟସ୍ତରେ ଭାଇନାକୁ ନିମନ୍ତ୍ରଣ କରିବା ମୋର ମନେ ନାହିଁ। ହଉ, ତମେ ଜମା ଚିନ୍ତା କରନି। ମୁଁ ଏଇନୁ ଯାଉଛି, ସାଙ୍ଗେ ସାଙ୍ଗେ ଭାଇନାକୁ ଡାକି ଆଣିବି। ଭାଇନା ନ ଆସିଲେ ଆମର ତ ପୂଜା ହେଇପାରିବନି। ଆମେ ପୁଷ୍ପାଞ୍ଜଳି ଦେବା କେମିତି? ଏହାପରେ ସେଠାରୁ ଠେକୁଆ ଆଜି ଭାଇନାଙ୍କୁ ଡାକି ଆଣିବା ପାଇଁ ଚାଲିଲା। ଠେକୁଆ ଆଜି ଦିନଯାକ ଭାଇନାଙ୍କୁ ଖୋଜିଲାଣି। ସନ୍ଧ୍ୟା ମଧ୍ୟ ହୋଇ ଆସିଲାଣି। ସିଏ ଆଜି ଗୋଟିଏ ଗଛ ମୂଳରେ ବସି ଚିନ୍ତା କରୁଛି। ହେ ପ୍ରଭୁ ବିଘ୍ନହର୍ତ୍ତା ଗଣେଶ, ଆଜି କ'ଣ ପୂଜା ହୋଇପାରିବ ନାହିଁ? ଏତେ ବର୍ଷ ପରେ ଆମେ ଜଙ୍ଗଲରେ ଆପଣଙ୍କର ପୂଜା କରୁଛୁ, ହେଲେ ଏତେ ଯାଏଁ ହେଲେ ବ୍ରାହ୍ମଣ ମିଳୁନାହାନ୍ତି। ଆମେ କେମିତି ପ୍ରଭୁ ଆପଣଙ୍କର ପୂଜା କରିବୁ? ଆପଣ କିଛି ସାହାଯ୍ୟ କରନ୍ତୁ ପ୍ରଭୁ, କିଛି ସାହାଯ୍ୟ କରନ୍ତୁ। ଏହି ସମୟରେ ଠେକୁଆ ସାମ୍ନାରୁ ଜଣେ ବୃଦ୍ଧ ବ୍ୟକ୍ତି ଆସି ଠେକୁଆ ଆଗରେ ଛିଡ଼ା ହୋଇଯାଇଛି। ଆରେ ଠେକୁଆ, ତମର କ'ଣ ହେଇଛି? ଏଠି ବସି କାନ୍ଦୁଛ? ମୁଁ ଦୂରରୁ ଆସୁଥିଲି ତ, ତମର କାନ୍ଦ ସ୍ୱର ଶୁଭିଲା। କ'ଣ ହେଇଛି ମୋତେ କହୁନ? ନାଇଁ ମ ଆଜ୍ଞା, କିଛି ହେଇନି। ଆଜି ହେଉଛି ଗଣେଶ ପୂଜା, ହେଲେ ଏପର୍ଯ୍ୟନ୍ତ ଆମକୁ କେହି ବ୍ରାହ୍ମଣ ମିଳୁନାହାନ୍ତି। ଆମେ କେମିତି ପୂଜା କରିବୁ ଆପଣ କହୁନାହାନ୍ତି? ସେପଟେ ସବୁ ଜଙ୍ଗଲର ପଶୁପକ୍ଷୀମାନେ ମୋତେ ଅନେଇ ବସିଛନ୍ତି। ମୁଁ କାଳେ କୁଆଡ଼େ ଭାଇନାଙ୍କୁ ଡାକି ନେଇକି ଯିବି। ଆରେ ଏଇ ଗୋଟେ କଥା। ଠେକୁଆ, ତମେ ଜମା ଚିନ୍ତା କରନି। ଭଗବାନ ତୁମର ଆଜି ଡାକ ଶୁଣିଛନ୍ତି। ମୁଁ ହେଉଛି ଜଣେ ବ୍ରାହ୍ମଣ ବଂଶର ବ୍ୟକ୍ତି। ଆରେ ମୁଁ ପରା ଅନ୍ୟ ଗାଁରୁ ଗଣେଶ ପୂଜା କାମ ସାରି ଏବେ ଫେରୁଛି। ଆଜି ଗଣେଶ ପୂଜା ଥିଲା ତ, ସେଥିପାଇଁ ମୁଁ ଆଜି ଟିକେ ବିଳମ୍ବରେ ଘରକୁ ଫେରିଲି। ଆଜ୍ଞା, ଆପଣ ଟିକେ ଆମ ଉପରେ ଦୟା କରନ୍ତୁ। ସେପଟେ ଜଙ୍ଗଲର ସବୁ ପଶୁପକ୍ଷୀମାନେ ଅନେଇ ବସିଛନ୍ତି। କେମିତି ମୁଁ ବ୍ରାହ୍ମଣକୁ ଡାକି ନେଲେ ଗଣେଶ ପୂଜା କରିବେ? ଦୟାକରି ଆପଣ ଟିକେ ଆଜି ମୋ ସାଙ୍ଗରେ ଆମର ସେଇ ଗଣେଶ ପୂଜା ପାଖକୁ ଚାଲନ୍ତୁ। ଆପଣ ଟିକେ ପୂଜା କରିଦେବେ। ଠେକୁଆ ମନ ଖୁସିରେ ଆଜି ବ୍ରାହ୍ମଣକୁ ଧରି ଯେଉଁଠାରେ ଗଣେଶ ପୂଜା ହେଉଛି ସେଠାକୁ ନେଇ ଚାଲିଲା। ଠେକୁଆର ମନ ମଧ୍ୟ ଭାରି ଖୁସି। ଏହାପରେ ବ୍ରାହ୍ମଣ ମଧ୍ୟ ଗଣେଶଙ୍କୁ ପୂଜା କଲେ। ଓମ୍ ଗଣ ଗଣପତେ ନମଃ। ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭା। ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ୟେଷୁ ସର୍ବଦା। ସମସ୍ତେ ପୁଷ୍ପାଞ୍ଜଳି ଦିଅ।